3 ମେ ଶନିବାର 2025 ସତ୍ୟପାଠରେ ସକାଳର ମୁଖ୍ୟ ଖବର। ଆସନ୍ତୁ ନଜର ପକାଇବା ସକାଳର 30ଟି ବଡ଼ ଖବର ଉପରେ। ଦେଶରେ ପ୍ରଥମ ଥର ରାତିରେ ଏକ୍ସପ୍ରେସୱେରେ ଅବତରଣ କଲା ରାଫେଲ ଭଳି ଲଢୁଆ ବିମାନ। ଶୁକ୍ରବାର ରାତିରେ ୟୁପିର ଶାହଜାହାନପୁରରେ ଗଙ୍ଗା ଏକ୍ସପ୍ରେସୱେରେ ଭାରତୀୟ ବାୟୁସେନାର ଲଢୁଆ ବିମାନଗୁଡ଼ିକ ରାତ୍ରିକାଳୀନ ଅବତରଣ ଅଭ୍ୟାସ କରିଛନ୍ତି। ରାଫେଲ ମିଗ୍-20, ସୁଖୋଇ ଓ ଜଗୁଆର ଭଳି ଲଢୁଆ ବିମାନ ରାତିରେ ଏକ୍ସପ୍ରେସୱେରେ ଅବତରଣ କରିବା ଘଟଣା ଦେଶରେ ପ୍ରଥମ। ଏହା ପୂର୍ବରୁ ଦିନରେ ଲଢୁଆ ବିମାନଗୁଡ଼ିକ ଅବତରଣ ଅଭ୍ୟାସ କରିଥିଲେ। ଗଙ୍ଗା ଏକ୍ସପ୍ରେସୱେ ୟୁପିର ଚତୁର୍ଥ ଏକ୍ସପ୍ରେସୱେ ଯାହା ଏୟାରଷ୍ଟ୍ରିପ୍ ସୁବିଧା ସହିତ ତିଆରି ହୋଇଛି। ଟି ପ୍ରକଳ୍ପ ପାଇଁ 3,898.54 କୋଟିର ନିବେଶକୁ ଅନୁମୋଦନ କଲେ ରାଜ୍ୟ ସରକାର। ରାଜ୍ୟ ସରକାର ରାଜ୍ୟର ଅର୍ଥନୈତିକ ବିକାଶ ଓ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। 19ଟି ପ୍ରକଳ୍ପ ପାଇଁ 3,898.54 କୋଟି ଟଙ୍କାର ନୂତନ ନିବେଶକୁ ସରକାର ଅନୁମୋଦନ କରିଛନ୍ତି, ଯାହା ରାଜ୍ୟର 11ଟି ଜିଲ୍ଲାରେ 7,464 ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ ବୋଲି କୁହାଯାଉଛି। ଏହି ପ୍ରକଳ୍ପଗୁଡ଼ିକ ଅନୁଗୁଳ, ବାଲେଶ୍ୱର, କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେଉଁଝର, ଖୋର୍ଦ୍ଧା, କୋରାପୁଟ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି। ଦ୍ରୁତତମ 2000 ରନ୍ ପୂରଣ କରିଥିବା ଭାରତୀୟ ହେଲେ ସାଇ ସୁଦର୍ଶନ, ଭାଙ୍ଗିଲେ ସଚିନଙ୍କ ରେକର୍ଡ। ଗୁଜରାଟ ଟାଇଟନ୍ସର ଓପନର ସାଇ ସୁଦର୍ଶନ ଟି20 କ୍ରିକେଟରେ ଦ୍ରୁତତମ 2000 ରନ୍ ପୂରଣ କରିଛନ୍ତି। ଭାରତୀୟ ବ୍ୟାଟ୍ସମ୍ୟାନ୍ ମଧ୍ୟ ହୋଇଛନ୍ତି। ସେ 54ଟି ଇନିଂସ ଖେଳି ଏହି ସଫଳତା ହାସଲ କରିଛନ୍ତି। ତେବେ ଏହା ପୂର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା। ସେ 59ଟି ମ୍ୟାଚରେ 2000 ରନ୍ ପୂରଣ କରିଥିଲେ। ସୂଚନା ଥାଉ କି ସୁଦର୍ଶନ ଶୁକ୍ରବାର ଦିନ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ 48 ରନ୍ କରିଛନ୍ତି। ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ପ୍ରସଙ୍ଗ, ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଦେଖାଦେଇଥିବା ବିବାଦକୁ ଲକ୍ଷ୍ୟ କରି ଶ୍ରୀମନ୍ଦିର ପ୍ରଶାସନ ଅନ୍ତରୀଣ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଉକ୍ତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର ଯୋଗ ଦେଇଥିବା ବେଳେ ନବକଳେବର ବେଳେ ଯେଉଁ ଦାରୁ ବ୍ରହ୍ମ ପ୍ରତିଷ୍ଠା ହୋଇଥାଏ, ସେହି ଦାରୁକୁ ନେଇକି ସେ ଯାଇଥିଲେ ଓ ସେଠାରେ ପ୍ରତିଷ୍ଠା କରିଛନ୍ତି ବୋଲି କହିଥିବା ଅଭିଯୋଗ ହୋଇଥିଲା, ଯାହାକୁ ନେଇ ବିବାଦ ଦେଖାଦେଇଛି। ଆମେରିକୀୟ ଡଲାର ତୁଳନାରେ 7 ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ଟଙ୍କା। ଆମେରିକୀୟ ଡଲାର ତୁଳନାରେ 7 ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଭାରତୀୟ ଟଙ୍କା। ଆଜି ଶୁକ୍ରବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା 84.09ରେ ଖୋଲିବା ପରେ 71 ପଇସା ମଜବୁତ ହୋଇ 83.78ରେ ପହଞ୍ଚିଛି। ବିଦେଶୀ ନିବେଶକଙ୍କ ଦ୍ୱାରା ଡଲାରରେ ବିକ୍ରି ସହ ଆରବିଆଇ ଡଲାର କ୍ରୟ କମ୍ କରିବା ପରେ ଏହି ବୃଦ୍ଧି ଘଟିଥିବା ଅନୁମାନ କରାଯାଉଛି। ଭାରତୀୟ ଟଙ୍କା ଅକ୍ଟୋବର 2024 ପରେ ପ୍ରଥମ ଥର ପାଇଁ ଡଲାର ତୁଳନାରେ ମଜବୁତ ସହ 84 ଟଙ୍କାରେ ପହଞ୍ଚିଛି। ଆତଙ୍କୀ ହମଲା ପରେ କାହିଁକି ଶରୀରରୁ ଟାଟୁ ଲିଭାଉଛନ୍ତି କାଶ୍ମୀର ଯୁବକ? ଦିନେ ଟାଟୁକୁ ବିରୋଧର ପ୍ରତୀକ ଭାବରେ ବ୍ୟବହାର କରୁଥିବା କାଶ୍ମୀରର ହଜାର ହଜାର ଯୁବକ ପହଲଗାମ ହମଲା ପରେ ଏହାକୁ ଲିଭାଇବାକୁ ଧାଡ଼ି ଲମ୍ବାଇଛନ୍ତି। ଏବେ ସେଠି ଆତଙ୍କବାଦୀ ଓ ଉଗ୍ରବାଦୀମାନଙ୍କ ଉପରେ ସୁରକ୍ଷାକର୍ମୀ ଯେଉଁ ପ୍ରକାରର କଠୋରତା ଅବଲମ୍ବନ କରୁଛନ୍ତି, ସେହି ଭୟରେ AK-47 ଓ ତାରା ଇତ୍ୟାଦି ଟାଟୁ ଲିଭାଇ ଦେଉଛନ୍ତି କାଶ୍ମୀର ଯୁବକ। ହାତ ଓ ବେକରେ ଏ ପ୍ରକାରର ଟାଟୁ ଦେଖିଲେ କାଳେ ସୁରକ୍ଷାକର୍ମୀଙ୍କର ସନ୍ଦେହ ଦୃଢ଼ୀଭୂତ ହେବ, ତେଣୁ ଆଗତୁରା ଏପରି କରୁଥିବା ଜଣାଯାଇଛି। ଋତୁରେ 14 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି କହିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଚଳିତ ରବି ଋତୁରେ 14 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରିସ୍ତରୀୟ ବୈଠକ ପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସାଟେଲାଇଟ୍ ସର୍ଭେ ଚାଲିଛି, ଫିଜିକାଲ ସର୍ଭେ ମଧ୍ୟ ହେବ ଏବଂ ଜଗତସିଂହପୁର, ସୁନ୍ଦରଗଡ଼ ସହ 20ଟି ଜିଲ୍ଲାରେ ସର୍ଭେ ହେବ ବୋଲି ସେ କହିଛନ୍ତି। ଏହା ସହ ଖୁବ୍ ଶୀଘ୍ର ଟୋକନ ଦେବୁ ବୋଲି କହିବା ସହିତ ଖରିଫ ଋତୁରେ 74 ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ଜୀବନ ବଞ୍ଚାଇବାକୁ ବାହାରି ମୃତ୍ୟୁର ତାଣ୍ଡବ ରଚିଲା ଆମ୍ବୁଲାନ୍ସ, ଜଣେ ମୃତ ସହ 6 ଗୁରୁତର। ବେଙ୍ଗାଲୁରୁ ସହରରେ ଏକ ଆମ୍ବୁଲାନ୍ସ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହ 6 ଜଣ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ ଆମ୍ବୁଲାନ୍ସ ଚାଳକ ଜଣକ ପ୍ରଥମେ 2ଟି ଠେଲା ଗାଡ଼ିକୁ ଧକ୍କା ଦେଇ ଫେରାର ହେବା ବେଳେ ଏକ ଅଟୋ, ସ୍କୁଟର ଓ ଜଣେ ପଥଚାରୀଙ୍କୁ ଧକ୍କା ଦେଇଥିଲା। ପରେ ସ୍ଥାନୀୟ ଲୋକେ ଚାଳକକୁ କାବୁ କରି ନିର୍ଦ୍ଧୁମ ଛେଚିଥିଲେ। ପୁଲିସ ଚାଳକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିବା ବେଳେ ବ୍ରେକ୍ ଫେଲ୍ କାରଣରୁ ଏପରି ଘଟିଥିବା ସେ କହିଥିଲା।
ପରୀକ୍ଷାରେ ପୁଅଙ୍କୁ ପଛରେ ପକାଇଲେ ଝିଅ, ପାସ୍ ହାର 96%। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଥିବା ବେଳେ ପୁଅଙ୍କ ତୁଳନାରେ ଝିଅମାନେ ଭଲ ପ୍ରଦର୍ଶନ କରିଛନ୍ତି। ଚଳିତ ବର୍ଷ 2,40,251 ଜଣ 49% ଜଣ ପୁଅ ପାସ୍ କରିଥିବା ବେଳେ 2,44,612 ବା 96% ଜଣ ଝିଅ ପାସ୍ କରିଛନ୍ତି। ଗଜପତି ଜିଲ୍ଲାରେ ପାସ୍ ହାର ସର୍ବାଧିକ 99.35% ଥିବାବେଳେ କୋରାପୁଟ ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ 92.83% ରହିଛି। ମୋଟ 5,02,417 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 4,84,863 ଜଣ ପାସ୍ କରିଛନ୍ତି। କି 500 ଟଙ୍କିଆ ନୋଟ, ଜାଣନ୍ତୁ ଭାଇରାଲ ପୋଷ୍ଟ ପଛର ସତ। ଆଗକୁ 500 ଟଙ୍କିଆ ନୋଟ ଅଚଳ ହେବା ନେଇ ଭାଇରାଲ ହେଉଥିବା ପୋଷ୍ଟ ସମ୍ପୂର୍ଣ୍ଣ ଭୁଲ। ସେପ୍ଟେମ୍ବର ସୁଦ୍ଧା 75% ଏଟିଏମ୍ରୁ କେବଳ 100 ଓ 200 ଟଙ୍କିଆ ନୋଟ ବାହାରିବ ବୋଲି କିଛି ପୋଷ୍ଟରେ ଦାବି କରାଯାଇଛି। ତେବେ ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ ଆରବିଆଇ ଗ୍ରାହକଙ୍କ ସୁବିଧା ପାଇଁ ବ୍ୟାଙ୍କଗୁଡ଼ିକୁ ଏଟିଏମ୍ରେ ପର୍ଯ୍ୟାପ୍ତ 100 ଓ 200 ଟଙ୍କିଆ ନୋଟ ରଖିବା ପାଇଁ ନିର୍ଦ୍ଦେଶ ଦେଇଛି। ଆରବିଆଇ ଲୋକଙ୍କ ପାଖରେ ଛୋଟ ନୋଟ ସହଜରେ ଉପଲବ୍ଧ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ୟୁଟ୍ୟୁବ ଚ୍ୟାନେଲକୁ ସସ୍ପେଣ୍ଡ କଲା ଭାରତ। ଜମ୍ମୁ ଓ କାଶ୍ମୀରର ପହଲଗାମରେ ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଭିତରେ ଭାରତ ପାକିସ୍ତାନର ପିଏମ୍ ଶାହବାଜ ସରିଫଙ୍କ ୟୁଟ୍ୟୁବ ଚ୍ୟାନେଲକୁ ସସ୍ପେଣ୍ଡ କରିଦେଇଛି। ଏହା ପୂର୍ବରୁ ଭାରତ ପାକିସ୍ତାନର ଅନେକ କ୍ରିକେଟର ଓ ମିଡିଆ ସଂସ୍ଥାର ୟୁଟ୍ୟୁବ ଚ୍ୟାନେଲ ଏବଂ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିଦେଇଥିଲା। ସେହିପରି ଭାରତରେ ଅନେକ ପାକିସ୍ତାନୀ କଳାକାର ଓ କ୍ରିକେଟରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ବ୍ୟାନ୍ କରାଯାଇଥିବା ସୂଚନା ମିଳିଛି। 14 ତାରିଖରୁ 2 ଦିନିଆ ଓଡ଼ିଶା ଗସ୍ତରେ ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଆସନ୍ତା 10 ତାରିଖରୁ 2 ଦିନିଆ ଓଡ଼ିଶା ଗସ୍ତରେ ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଶାହା ପ୍ରଥମେ ଜଟଣୀ ଯାଇ ଫରେନସିକ୍ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ ଓ ପରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ସେଠାରେ ରାତ୍ରି ଯାପନ କରିବେ। ସେହିପରି 11ରେ ସମ୍ବଲପୁର ଗସ୍ତରେ ଯାଇ ମା ସମଲେଶ୍ୱରୀଙ୍କ ଦର୍ଶନ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି। ପରେ ଭୁବନେଶ୍ୱରର ଜନତା ମଇଦାନରେ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ। ଜଗନ୍ନାଥ ମନ୍ଦିରରେ ବ୍ରହ୍ମ ସ୍ଥାପନା ହୋଇନି, ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର କହିଲେ। ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦକୁ ନେଇ ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି, ମମତା ବାନାର୍ଜୀ ମୋର ଜଣେ ଶିଷ୍ୟ। ମୋତେ ମନ୍ଦିର ପ୍ରତିଷ୍ଠା ପାଇଁ ଡାକିଥିଲେ। ସେଠାରେ ନିମ୍ବ କାଠରେ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି। ମୁଁ ନିଜେ ନିମ୍ବ କାଠ ନେଇ ପୁରୀରୁ ଯାଇଥିଲି। ବ୍ରହ୍ମ ସ୍ଥାପନ ନେଇ କୌଣସି ସ୍ଥାନରେ କହିନାହିଁ। ଏହା ସହିତ ଜାତୀୟ ଗଣମାଧ୍ୟମରେ ଦେଇଥିବା ମନ୍ତବ୍ୟକୁ ସେ ଖଣ୍ଡନ କରିଛନ୍ତି। ବର୍ଷ ପରେ ଶ୍ରୀସନ୍ଥଙ୍କ ଉପରେ ପୁଣି ଲାଗିଲା ବ୍ୟାନ୍, 3 ବର୍ଷ ପାଇଁ ବାସନ୍ଦ କଲା କେସିଏ। କେରଳ କ୍ରିକେଟ ଆସୋସିଏସନ ଦ୍ୱାରା ଶ୍ରୀସନ୍ଥଙ୍କୁ 3 ବର୍ଷ ପାଇଁ ବ୍ୟାନ୍ କରାଯାଇଛି। ଚାମ୍ପିୟନ୍ସ ଟ୍ରଫି 2025ର ଭାରତୀୟ ଦଳରୁ ସଞ୍ଜୁ ସାମସନ ବାଦ୍ ପଡ଼ିବାକୁ ନେଇ କେସିଏ ଉପରେ ଅଭିଯୋଗ ଆଣିଥିଲେ ଶ୍ରୀସନ୍ଥ, ଯାହାପରେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ତେବେ ଏହି ବ୍ୟାନ୍ର ନିଷ୍ପତ୍ତି ଏପ୍ରିଲ 30ରେ ହୋଇଥିବା ବୋର୍ଡ ମିଟିଂରେ ନିଆଯାଇଛି। ପୂର୍ବରୁ ଆଇପିଏଲ୍ ସ୍ପଟ୍ ଫିକ୍ସିଂ ମାମଲାରେ ଶ୍ରୀସନ୍ଥଙ୍କୁ 2013 ମସିହାରେ କ୍ରିକେଟରୁ ବ୍ୟାନ୍ କରାଯାଇଥିଲା। ହେଲା ବାବର ଆଜମ ଓ ମହମ୍ମଦ ରିଜୱାନଙ୍କ ଇନଷ୍ଟା ଆକାଉଣ୍ଟ। ଜମ୍ମୁ ଓ କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତରେ ବାବର ଆଜମ ଓ ମହମ୍ମଦ ରିଜୱାନ ଓ ଶାହିନ ଆଫ୍ରିଦିଙ୍କ ସମେତ ଅନେକ ପାକିସ୍ତାନୀ କ୍ରିକେଟରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ବ୍ୟାନ୍ କରାଯାଇଛି। ଏହା ପୂର୍ବରୁ ହାନିଆ ଆମିର ଓ ଅଲି ଜାଫରଙ୍କ ସମେତ ଅନେକ ପାକିସ୍ତାନୀ କଳାକାରଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଭାରତରେ ବ୍ୟାନ୍ କରାଯାଇଥିଲା। ସେହିପରି ଶୋଏବ ଅଖତର, ବାସିତ ଅଲି ଓ ଶାହିଦ ଆଫ୍ରିଦିଙ୍କ ସମେତ ଅନେକ ପାକିସ୍ତାନୀଙ୍କ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ବ୍ୟାନ୍ କରାଯାଇଛି। ପାକିସ୍ତାନରେ ସେନା ମୁଖ୍ୟଙ୍କ ଇସ୍ତଫା ସହ ତେଜିଲା ଇମ୍ରାନ ଖାନଙ୍କ ମୁକ୍ତି ଦାବି। ଭାରତର ସମ୍ଭାବ୍ୟ ଆକ୍ରମଣ ଆଶଙ୍କା ପାଇଁ ପାକିସ୍ତାନବାସୀ ସରକାର ଓ ସେନାକୁ ଦାୟୀ କରିଛନ୍ତି। ଏଥିସହ ସେମାନେ ପାକିସ୍ତାନ ସରକାରଙ୍କ ନିକଟରେ ପାକ୍ ସେନା ମୁଖ୍ୟ ଆସିଫ ମୁନିରଙ୍କ ଇସ୍ତଫା ଦାବି କରିଛନ୍ତି। ତା ସାଙ୍ଗକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲରୁ ମୁକୁଳାଇବା ପାଇଁ ଦେଶବାସୀଙ୍କ ପକ୍ଷରୁ ଦାବି ଆରମ୍ଭ ହୋଇଛି। ଏହିଭଳି ପରିସ୍ଥିତିରେ ଦେଶରେ କୌଣସି ପ୍ରକାର ଆନ୍ଦୋଳନାତ୍ମକ ସ୍ଥିତି ଉପୁଜିଲେ ତାହା ସରକାର ପାଇଁ ଆହ୍ୱାନପୂର୍ଣ୍ଣ ହୋଇଯିବ ବୋଲି କୁହାଯାଉଛି। ଧନୀ ଅଭିନେତାଙ୍କ ତାଲିକାରେ ଶାହରୁଖ ଖାନ। ଆମେରିକୀୟ ମାଗାଜିନ ଏସ୍କ୍ୱେୟାର ଅନୁଯାୟୀ ବିଶ୍ୱର ଟପ୍ 10 ଧନୀ ଅଭିନେତା ତାଲିକାରେ ଶାହରୁଖ ଖାନ ଚତୁର୍ଥ ସ୍ଥାନରେ ରହିଛନ୍ତି। ତାଙ୍କର ମୋଟ ସମ୍ପତ୍ତି 7,400 କୋଟି ଟଙ୍କାରୁ ଅଧିକ। ଅଭିନୟ ଛଡ଼ା ସ୍ମାର୍ଟ ନିବେଶ, ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଏବଂ ନିଜ ପ୍ରଡକ୍ସନ ହାଉସ ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାର କରନ୍ତି ଶାହରୁଖ ଖାନ।
ତାଲିକାରେ ଶାହରୁଖଙ୍କ ପୂର୍ବରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ଆର୍ନୋଲ୍ଡ ସ୍କ୍ୱାଜେନେଗର, ଦ ରକ୍ ଓ ଟମ୍ କ୍ରୁଜ୍ ଅଛନ୍ତି। ନିଷ୍ପତ୍ତି ପାରାଦୀପରେ ହେବ ବିମାନ ବନ୍ଦର। ପାରାଦୀପରେ ବିମାନ ବନ୍ଦର ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଏ ବିଷୟରେ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପାରାଦୀପରେ ପେଟ୍ରୋକେମିକାଲ ଶିଳ୍ପରେ ଅଧିକ ନିବେଶ ହେବ। ସେହିପରି ପାରାଦୀପରେ ବିମାନ ବନ୍ଦର ପ୍ରତିଷ୍ଠା ହେଲେ ପୁଞ୍ଜି ନିବେଶ ବଢ଼ିବ। ଏହା ଅର୍ଥନୈତିକ ଅଭିବୃଦ୍ଧିକୁ ଗତି ଦେବ ବୋଲି ସେ ଉଲ୍ଲେଖ କରିଛନ୍ତି। ପାଣି ଫ୍ୟାକ୍ଟ୍ରିରୁ 10,000 ଲିଟର ଦେଶୀ ମଦ ଜବତ, 4 ଗିରଫ। ଦାରୁଠେଙ୍ଗ ଜଙ୍ଗଲରେ ଚାଲିଥିବା ପାଣି ବୋତଲ ପ୍ୟାକିଂରୁ ଫ୍ୟାକ୍ଟ୍ରିରୁ ଦେଶୀ ମଦ ଜବତ ହୋଇଛି। ପାଖାପାଖି 10,000 ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ 19 ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ଅବକାରୀ ଥାନା ପୋଲିସ 4 ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଦେଶୀ ମଦ ସହ 3ଟି 4 ଚକିଆ ଗାଡ଼ି ଓ 2ଟି ବାଇକ୍ ଓ ଗୋଟିଏ ମେସିନ୍ ମଧ୍ୟ ଜବତ ହୋଇଛି। ଘଟିଲା ଗଙ୍ଗା ଏକ୍ସପ୍ରେସୱେ, ଶକ୍ତି ପ୍ରଦର୍ଶନ କଲେ ବାୟୁସେନାର ଲଢୁଆ ବିମାନ। ସୀମାରେ ଉତ୍ତେଜନା ଭିତରେ ଭାରତୀୟ ବାୟୁସେନା ଶୁକ୍ରବାର ଶକ୍ତି ପ୍ରଦର୍ଶନ କରିଛି। ଉତ୍ତରପ୍ରଦେଶର ଗଙ୍ଗା ଏକ୍ସପ୍ରେସୱେରେ ନିର୍ମିତ 3.5 କିଲୋମିଟର ଲମ୍ବା ରନୱେ ମିରାଜ, ରାଫେଲ ଓ ସୁଖୋଇ ଭଳି ଲଢୁଆ ବିମାନ ଶକ୍ତି ପ୍ରଦର୍ଶନ କରିଥିଲେ। ଯୁଦ୍ଧ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ଏହି ରନୱେକୁ ବିକଳ୍ପ ଭାବରେ ବ୍ୟବହାର କରିବା ପାଇଁ ଏହି ଅଭ୍ୟାସ ଚାଲିଛି। ସେହିଭଳି ରାତ୍ରି 7ଟାରୁ 10ଟା ପର୍ଯ୍ୟନ୍ତ ବିମାନଗୁଡ଼ିକ ଉଡ଼ାନ ଓ ଅବତରଣ କ୍ଷମତା ପ୍ରଦର୍ଶନ କରିବେ। ମୋଦିଙ୍କ ସଭାରେ କେରଳ ସିଏମ୍ ବିଜୟନ୍ ଓ କଂଗ୍ରେସର ଶଶି ଥରୁର। ମୋଦି କହିଲେ, ଅନେକଙ୍କ ନିଦ ହଜିଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ କେରଳର ବିଜିଞ୍ଜାମ ବନ୍ଦରର ଉଦ୍ଘାଟନ ଉତ୍ସବରେ କଂଗ୍ରେସ ସାଂସଦ ଶଶି ଥରୁର ଓ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଅଂଶଗ୍ରହଣକୁ ନେଇ ଇଣ୍ଡିଆ ବ୍ଲକ ଉପରେ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ବିଜୟନ୍ ମଧ୍ୟ ଏଠାରେ ବସିଛନ୍ତି, ଶଶି ଥରୁର ଏଠାରେ ବସିଛନ୍ତି। ଏହି କାର୍ଯ୍ୟକ୍ରମ ଅନେକ ଲୋକଙ୍କର ନିଦ ହଜାଇ ଦେବ। ସେହିପରି ଏହି ବାର୍ତ୍ତା ଯେଉଁଠାକୁ ଯିବ, କଥା ସେଠାକୁ ଯାଇଛି ବୋଲି ମୋଦି କହିଛନ୍ତି। ମୋ ଚେତା ଆସିଲା ବେଳକୁ ଚାରିଆଡେ ଶବ ପଡ଼ିଥିଲା। ପହଲଗାମ ଆକ୍ରମଣରେ ଗୁଳି ଖାଇଥିବା ପୀଡ଼ିତଙ୍କ ବୟାନ। ଜମ୍ମୁ କାଶ୍ମୀରର ପହଲଗାମ ଆକ୍ରମଣରେ ଆତଙ୍କବାଦୀ ଗୁଳି ଖାଇଥିବା ଜଣେ ପୀଡ଼ିତ ଚିକିତ୍ସିତ ହେବା ପରେ ଭୟଙ୍କର ଓ ବିଭତ୍ସ ଘଟଣାକୁ ମନେ ପକାଇ ଦେଇଛନ୍ତି। ଗୁଳି ବାଜିବା ପରେ ମୁଁ ଚେତାଶୂନ୍ୟ ହୋଇଯାଇଥିଲି। ଯେତେବେଳେ ମୋ ଚେତା ଆସିଲା, ଗୁଡ଼ାଏ ମୃତଦେହ ଭିତରେ ମୁଁ ନିଜକୁ ପାଇଥିଲି। ସେ ଆହୁରି ମଧ୍ୟ କହିଛନ୍ତି, ଆତଙ୍କବାଦୀମାନେ ହିନ୍ଦୁମାନଙ୍କୁ ପଚାରି ପଚାରି ଗୁଳି କରିଥିଲେ। ତାଙ୍କୁ ଉଦ୍ଧାର କରିଥିବା ଯବାନଙ୍କୁ ପ୍ରଶଂସା କରିଛନ୍ତି ମହାରାଷ୍ଟ୍ରର ଏହି ପୀଡ଼ିତ ବ୍ୟକ୍ତି। ବୟସ୍କ ବ୍ୟକ୍ତି ହେଲେ ୟୁକେର 115 ବର୍ଷୀୟା ମହିଳା। ଇଂଲଣ୍ଡ ବା ୟୁକେରେ ରହୁଥିବା 115 ବର୍ଷର 252 ଦିନର ମହିଳା ଏଥେଲ କାଟେରହମ୍ ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି ହୋଇଛନ୍ତି ବୋଲି ଗିନିଜ୍ ୱାର୍ଲ୍ଡ ରେକର୍ଡ ପକ୍ଷରୁ ସୂଚନା ମିଳିଛି। ସୂଚନା ଥାଉକି, ବିଶ୍ୱର ସବୁଠାରୁ ବୟସ୍କ ବ୍ରାଜିଲ ନନ୍ ଇନାହ କାନେବାରୋ ଲୁକ୍ସ ବୁଧବାର 116 ବର୍ଷ ବୟସରେ ଦେହାନ୍ତ ହେବା ପରେ ଏଥେଲ ସବୁଠାରୁ ବୟସ୍କ ବ୍ୟକ୍ତି ହୋଇଛନ୍ତି। ଏଥେଲଙ୍କ ଜନ୍ମ 1909 ମସିହାରେ ହୋଇଥିବା ବେଳେ ତାଙ୍କର 8 ଜଣ ଭାଇ ଭଉଣୀ ଥିଲେ। ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କଲା ବୈଦେଶିକ ମନ୍ତ୍ରଣାଳୟ। ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ନେଇ ବୈଦେଶିକ ମନ୍ତ୍ରଣାଳୟ ଦୁଃଖ ପ୍ରକାଶ କରିଛି। ବୈଦେଶିକ ମନ୍ତ୍ରଣାଳୟ ଶୋକ ପ୍ରକାଶ କରି କହିଛି ଯେ ଏହି ଘଟଣା ପାଇଁ ଆମେ ଦୁଃଖିତ। ଭାରତ ସମେତ ବିଦେଶ ଛାତ୍ରଙ୍କର ସୁରକ୍ଷା ଓ ନିରାପତ୍ତାକୁ ବହୁତ ଗମ୍ଭୀରତାର ସହ ନେଉଛି। ଆମେ ନେପାଳ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛୁ। ସେହିପରି ଓଡ଼ିଶା ପୋଲିସ ଘଟଣାର ତଦନ୍ତ ଚଳାଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେଲ କିଣୁଥିବା ଦେଶଙ୍କୁ ଟ୍ରମ୍ପଙ୍କ ଚେତାବନୀ, କହିଲେ ୟୁଏସ୍ ସହିତ ବାଣିଜ୍ୟ ଉପରେ ଲଗାଯିବ ପ୍ରତିବନ୍ଧକ। ଇରାନରୁ ତେଲ ଓ ପେଟ୍ରୋକେମିକାଲ୍ସ ଉତ୍ପାଦ କିଣୁଥିବା ଦେଶ କିମ୍ବା ବ୍ୟକ୍ତିବିଶେଷଙ୍କ ଉପରେ କଠୋର କଟକଣା ଲାଗୁ କରିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ସେ ଇରାନରୁ ତେଲ ଓ ପେଟ୍ରୋକେମିକାଲ୍ସ କ୍ରୟକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ସେ କହିଛନ୍ତି, ଯଦି କୌଣସି ଦେଶ ବ୍ୟକ୍ତି ଇରାନରୁ ତେଲ କିମ୍ବା ପେଟ୍ରୋକେମିକାଲ୍ସ କିଣନ୍ତି, ତେବେ ସେହି ଦେଶ ବା ବ୍ୟକ୍ତିଙ୍କୁ ଆମେରିକା ସହିତ ବାଣିଜ୍ୟ କରିବାକୁ ଅନୁମତି ଦିଆଯିବ ନାହିଁ। ଏକ ବଡ଼ ଦେଶ ସହିତ ଯୁଦ୍ଧ ଚାହୁଁନା, ପାକିସ୍ତାନୀ ରାଷ୍ଟ୍ରଦୂତ ରିଜୱାନ ସଇଦ ଶେଖଙ୍କ ବୟାନ। ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଭିତରେ ଆମେରିକାରେ ପାକିସ୍ତାନୀ ରାଷ୍ଟ୍ରଦୂତ ରିଜୱାନ ସଇଦ ଶେଖ କହିଛନ୍ତି ଯେ ପାକିସ୍ତାନର ଉଦ୍ଦେଶ୍ୟ ଯୁଦ୍ଧ କରିବା ନୁହେଁ, ବରଂ ଶାନ୍ତି ବଜାୟ ରଖିବା ଅଟେ। ସେହିପରି ସେ କହିଛନ୍ତି, ଆମେ ଯୁଦ୍ଧ ଚାହୁଁନାହୁଁ, ବିଶେଷ କରି କୌଣସି ବଡ଼ ଦେଶ ସହିତ। ସୂଚନା ଥାଉକି, ପାକିସ୍ତାନ ଜଣେ ମନ୍ତ୍ରୀ ବୁଧବାର ଦିନ ଦାବି କରିଥିଲେ ଯେ ଭାରତ 24ରୁ 36 ଘଣ୍ଟା ମଧ୍ୟରେ ସାମରିକ କାର୍ଯ୍ୟାନୁଷ୍ଠାନ ନେଇପାରେ।
କିଟ୍‌ରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ଚିନ୍ତାଜନକ କହିଲେ ମନ୍ତ୍ରୀ ସୁରେଶ ପୂଜାରୀ। କିଟ୍‌ରେ ପୁଣି ଜଣେ ନେପାଳୀ ଛାତ୍ରଙ୍କ ଆତ୍ମହତ୍ୟା ପରେ ଏହାକୁ ଚିନ୍ତାଜନକ କହିବା ସହ ସରକାର ଏହା ଉପରେ ଅନୁଧ୍ୟାନ କରୁଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଛାତ୍ରଛାତ୍ରୀଙ୍କ ଉପରେ ଚାପ ରହିଛି କି, ସେ ନେଇ ତଦନ୍ତ ହେଉଥିବା କହିଛନ୍ତି। ସେହିପରି ପ୍ରାଥମିକ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନାଯୋଗ୍ୟ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ନେଇ ଗୁରୁବାର ଜଣାପଡ଼ିଥିଲା। ସେଇ ପାକିସ୍ତାନର ସବୁଠୁ ଧନୀ ହିନ୍ଦୁ ବିଶ୍ୱର ବଡ଼ କୁର୍ତ୍ତା ପାଇଁ ହାତେଇଛନ୍ତି ଗିନିଜ୍ ରେକର୍ଡ। ଜଣାଶୁଣା ଫ୍ୟାଶନ ଡିଜାଇନର ଦୀପକ ପରୱାନି ହେଉଛନ୍ତି ପାକିସ୍ତାନର ସବୁଠୁ ଧନୀ ହିନ୍ଦୁ, ଯାହାଙ୍କ ନେଟୱର୍ଥ 71 କୋଟି ଟଙ୍କା ରହିଛି। ବିଶ୍ୱର ସବୁଠାରୁ ବଡ଼ କୁର୍ତ୍ତା 101 ଫୁଟ ଲମ୍ବା ଡିଜାଇନ କରି ସେ ଗିନିଜ୍ ରେକର୍ଡ କରିଛନ୍ତି। 1974 ମସିହାରେ ମିରପୁର ଖାସର ନାମକ ଏକ ସିନ୍ଧି ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିବା ଦୀପକ 1996ରେ ଫ୍ୟାଶନ କ୍ୟାରିୟର ଆରମ୍ଭ କରି ନିଜ ବ୍ରାଣ୍ଡ ଡିପି ଲଞ୍ଚ କରିଥିଲେ। ଏଥିରେ ସେ ଫର୍ମାଲ ପୋଷାକ ସହିତ ବ୍ରାଇଡାଲ କଲେକ୍ସନ ଡିଜାଇନ ମଧ୍ୟ କରନ୍ତି। ଖୋଲିଲା କେଦାରନାଥଙ୍କ ମନ୍ଦିର, ବାବାଙ୍କ ଦର୍ଶନ କଲେ ଉତ୍ତରାଖଣ୍ଡ ମନ୍ତ୍ରୀ ପୁଷ୍କର ସିଂ ଧାମୀ। ଆଜି ଶୁକ୍ରବାର ସକାଳ 7ଟାରୁ ଭକ୍ତଙ୍କ ପାଇଁ ବାବା କେଦାରନାଥଙ୍କ ମନ୍ଦିର ଖୋଲିଥିବା ବେଳେ 13 କ୍ୱିଣ୍ଟାଲ ଫୁଲରେ ଝଲସୁଛି ପୁରା ମନ୍ଦିର। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ମନ୍ଦିର ଖୋଲିବା ବେଳେ ଉପସ୍ଥିତ ରହି ବାବା କେଦାରନାଥଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି। ପୁରୋହିତଙ୍କ ଦ୍ୱାରା ବୈଦିକ ସ୍ତୁତିଗାନ ଓ ଭକ୍ତଙ୍କର ଜୟଧ୍ୱନି ମଧ୍ୟରେ ଦ୍ୱାର ଖୋଲାଯାଇଥିବା ଦେଖିବାକୁ ମିଳିଛି। ଆରମ୍ଭରୁ ବାବାଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଉଛି। ସିରିଆ ରାଷ୍ଟ୍ରପତି ଭବନ ନିକଟରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍। ସିରିଆର ରାଷ୍ଟ୍ରପତି ଭବନ ନିକଟରେ ଇସ୍ରାଏଲ କରିଛି ଏୟାର ଷ୍ଟ୍ରାଇକ୍। ଇସ୍ରାଏଲ ଶୁକ୍ରବାର ସିରିଆର ରାଜଧାନୀ ଦମାସ୍କସ ସ୍ଥିତ ରାଷ୍ଟ୍ରପତି ଭବନ ନିକଟରେ ଏୟାର ଷ୍ଟ୍ରାଇକ୍ କରିଛି। ଏନେଇ ପୂର୍ବରୁ ଇସ୍ରାଏଲ ସିରିଆକୁ ଚେତାବନୀ ଦେଇଥିଲା ଯେ ଦକ୍ଷିଣ ସିରିଆର ଗ୍ରାମାଞ୍ଚଳରେ ରହୁଥିବା ଅଳ୍ପ ସଂଖ୍ୟକ ସମୁଦାୟକୁ ଟାର୍ଗେଟ ନ କରୁ। ସମ୍ପ୍ରତି ଦମାସ୍କସ ନିକଟରେ ସିରିଆ ସମର୍ଥିତ ସଶସ୍ତ୍ର ଗୋଷ୍ଠୀ ଦ୍ରୁଜ୍ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ହୋଇଥିଲା, ଯେଉଁଥିରେ ଶତାଧିକ ଲୋକ ନିହତ ହୋଇଥିଲେ। ଏହି ଏୟାର ଷ୍ଟ୍ରାଇକ୍‌ରେ କ୍ଷୟକ୍ଷତି ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଧନ୍ୟବାଦ। ଆଜିର ନ୍ୟୁଜକୁ ଏଇଠି ରଖିବା।